हेलो फ्रेंड, वेलकम टू माय न्यू ब्लॉग। जय माँ समलई, जय जगन्नाथ। আজি ବ୍ଲଗ୍ ବନାବାର କାରଣ ହେଲା ଆମେ ଏଇଟା ଯାଉଛୁ ବରଗଡ଼ ସୁନ୍ଦରୀ ବୈଠକ। ଆଉ ଆମେ ଏଇଟା ସୁନ୍ଦରୀ ବାବୁଟା ପୁରା ରେଡ଼ି ହେଇଗଲାଣି ଗାଡ଼ି ଚଲାବାର୍କେ। ଆଉ ଆକ୍ଚୁଆଲ ଆଜି ବ୍ଲଗ୍ ଲାଗିଥିଲେ ଆମେ ଯାଉଛୁ ନା ବରଗଡ଼ ଗୋଟେ କାମେ ଯାଉଛୁ, ଗୋଟେ ଘର କାମେ ଯାଉଛୁ ହେଲା। ଆଉ ଗୋଟେ ସିନା ହେବା ବେଲେ ଆମେ ଗୋଟେ ଦେଖାମୁ ଆପଣଙ୍କର ଲାଗି ଗୋଟେ ନୂଆ ଭିଡ଼ିଓ ଦେଖାବାର ଲାଗି ଯାଉଛୁ ଗୋଟେ ନୂଆ ଜାଗା ଗୋଟେ। ଆଉ ଚାଲ ଯିମା ହେଲା, ଲେଟ୍ସ। ଆଉ ଏଇଟା ଆମ ଗାଁର ରାସ୍ତା, ଏଇଟା ବାହାରିଲୁ ଏଇଟା ଭାବୁଛୁ ସେଇଟା ଯେନ୍ ଦିଶୁଛି ଯେନ୍ ମନ୍ଦିରଟା ଯେନ୍ ସେଟା ହେଲା ଆମ ଗ୍ରାମ ଦେବୀ ଆମ ଯେନ୍ଟାକି ବ୍ରହ୍ମଣେ ମା। ଏ ବ୍ରହ୍ମଣେ ମା ହିଁ ଆମ ଗାଁକେ ସବୁବେଳେ ପୁରା ଭଲସେ ରଖ୍ସି ସେଫ୍ଟିରେ। ଜୟ ମା ବ୍ରହ୍ମଣେ, ଭଲସେ ଆମେ ଯାଏସୁଁ, ଭଲସେ ଫିରସୁଁ, ସବୁ ଭଲସେ ଥାଉ। ଆଉ ରାସ୍ତା ଦେଖ ଦୁଇ ସାଇଡ଼୍ରେ ଧାନ ମାନ ରହିଗଲା ନା କେନାଲ ପଲେଇ ଆଇଲା ହେଲା। ଆମ ଇଆଡ଼େ ଦୁଇ ଖେଡ଼ ଧାନ ହେସି। ଆଉ ଏଇଟା ଯାଉଁ ଚାଲ। ଆଉ ଚାଲ ଦେଖ ମ ଦେଖ, ଏଇଟା ହେଲା ଆମର ସେ ଘର ଯେନ୍ କେନାଲଟା ଯେନ୍ କ୍ଷେତ ପାଖେ ଏଇଟା ଅଛି। ମୋର ପହିଲା ଭିଡ଼ିଓରେ ବି ଦେଖେଇଥିଲି। ଏଇଟା ଦେଖ ପଲେଇ ଆସିଲା ଆମର ବରଗଡ଼ ଡିଷ୍ଟ୍ରିକ୍ଟ, ସୋନପୁର ଡିଷ୍ଟ୍ରିକ୍ଟ ବଡ଼ ଏରିଆ। ଏ ବରଗଡ଼ ଡିଷ୍ଟ୍ରିକ୍ଟ ଏଣ୍ଟ୍ରି ମାଇନୁ। ଆଉ ଦେଖ ଏଇଟା ଯାଉଛୁ ଇନେ ସେ ସାରସମାଲ ଢାବା ବୋଲସନ୍ ଆମର ରିଏଲ୍। ଇନେ ସେ ଢାବାଟେ ଅଛି ସାଇଡ଼୍ରେ। ଢାବାଟା ନାଇଁ ଦେଖିଲେ ତମ ଭିଡ଼ିଓରେ ମୁଇଁ ଏଇଟା ସେ ପାଖେ ଏଇଟା ଢାବାଟା କ୍ରସ୍ କଲୁ। ଏଇଟା ଆଗୁଟେ ଏଇଟା ଢାବାଟା ଅଛି, ଏଇ ଢାବା ନା ତ ଗୋଟେ ନେଇ ଆନିନ ହେଲା। ଏଇଟା ଆଉ ଏଇଟା ଇ ଜାଗାକେ ଇ ପାଖେ କଫି ସପ୍ ବି ଅଛି, ବହୁତ ଲୋକ ଆସନ୍ ହେଲା। ଆଉ ଏଇଟା ଗଲା। ଆଉ ଚାଲ ଆଗ୍କେ ମୁଇଁ ତମକୁ ଦେଖଉଛେଁ ଫେନ୍ ହେଲା। ବରପାଲିକେ ପହଞ୍ଚିଲେ ଦେଖ ଏଇଟା ବରପାଲି ପହଞ୍ଚିଗଲା। ଫାଟକଟା ଟ୍ରେନ୍ଟା ଯାଉଛି ମାଲଗାଡ଼ିଟା ହେଲା। ବହୁତ ଲୋକ ଏଇନେ ଅଟକିଛୁ, ଦେଖ କେତେ ଲୋକ ଅଟକିଛୁ ଯେ ପୁରା ଖରାରେ ଫେନ୍ ନାଇଁ କହନ୍ ଲୋକ ପୁରା ଇଏ ହେଇଛନ୍ ଫେନ୍ ହେଲା। ଟ୍ରେନ୍ଟା ପଲେଇଗଲା ଏନ୍ତା ଫେନ୍ କେତେ ଖୁଲବାର୍ ଲୋକ ଅଟକିଛନ୍। ଫେନ୍ ଗେଟ୍ ଖୋଲୁନ୍ ସାଥେ ଦେଖ କେନ୍ତା ଭିଡ଼ ପୁରା ଇନ୍ତା ପ୍ରକାର ଭିଡ଼ ଦେଖ କେନ୍ତା ଭିଡ଼ ହଉଛନ୍ ଯେ ଏ ଭିଡ଼ ତ କଥା କାଣା କହେମି, ପୁରା ଏତେ ଦୁଃଖ ପୁରା ପାଗଲ ହେଇଯିବ ଖରାରେ ହେନ୍ତି ବି ହେଟା ଦେଖ ଫେନ୍ କେନ୍ କୋଉଠି କାଣା ହେଲେ ବେଜାର ବି ହେଇଛନ୍ ସେନୁ ଇଟା ଲୋକଟା ଯେନ୍ ଗୁନ୍ଦଲି ହେଇକିରି ଫେନ୍ ଇଟା କେନ୍ତି ବାହାରଲୁ ମୁକଲିକିରି ଭିତରୁ ଅଯଥା ଟେନସନ୍ ନା ହେଲେ। ଖରା ବେରେ ଅଯଥା ଲୋକ ଯୁକ୍ତି ସେ ଯୁକ୍ତି ଲାଗୁଥିବ ତମେ ବସି ସେ ଦେଖୁଥିବ କଲେ କଲେ ଖରାରେ। ଏଟା ପଲେଇ ଆସୁନ ଦେଖ ଫ୍ଲାଏଓଭର କେନ୍ତା ହେଇଛି। ଏଇଟା ହେଲେ ବରପାଲି ଦେଖ ଆମର ଫିଲ୍ଡଟା ଯେନ୍ଟାକି ବରପାଲି ଷ୍ଟାଡ଼ିୟମ୍। ଆଉ ଏଇଟା ସେ ନୂଆ ଫ୍ଲାଏଓଭରଟା ଯେନ୍ ଅଣ୍ଡର କନଷ୍ଟ୍ରକ୍ସନ୍ ଚାଲିଛି, ପୁରା କାମ ଜୋରଜାର ଚାଲିଛି ଇଆଡ଼େ ଇଲେକ୍ସନ୍। ଆଉ ଏଇଟା ପଲେଇ ଆଇଲୁନ ବରପାଲି ଟାଉନ୍ ଭିତରକେ ଦେଖ। ଆଉ ଟିକେ ମାର୍କେଟ ପୁରା ଭିଡ଼ ଭାଡ଼ ଅଛନ୍ ହେଲା। ମୁଇଁ କାଁ ଯିକି ବେଲେ ଟିକେ ଇଟା ଭିଡ଼ିଓକୁ ଟିକେ ସ୍ପିଡ଼ କରି ଦେଖେଇ ଦଉଛେଁ କାଇଁ ବେଲେ ଟିକେ ଲମ୍ବା ଭିଡ଼ିଓ ହେଇଯାଇଛି ତ, ଲମ୍ବା ଭିଡ଼ିଓ ଫିଲ୍ମ ନାଇଁ ବଲସନ୍। ଏଇଟା ଦେଖ ପଲେଇ ଆସିଲୁ ବଲାଙ୍ଗୀର ବରଗଡ଼ ଏନ୍ଏଚ୍ ରୋଡ଼ଟା ହେଲା। ରାସ୍ତା କେନ୍ତା ହେଇ ଦେଖ ଏଇଟା ଆମେ ହେଟା ଆମର୍ ଘର ଆଡ଼ର ରାସ୍ତାରେ ହେଟା ଆସୁଥିଲୁ ବରପାଲିକେ। ଇଟା ହେଲା ବଲାଙ୍ଗୀରରୁ ବରଗଡ଼ ରୋଡ଼ ଯେନ୍ଟାକି ଏନ୍ଏଚ୍ ରୋଡ଼ ପୁରା ଯେନ୍ ପୁରା ହାଇୱେଟା ଏଇଟା ହେଲା। ଚାଲ ରାସ୍ତା ବାକି ଗୁଟେ ଜିନିଷ ମୋତେ ଭଲ ଲାଗଲା ଯେ ଇହା ଯେନ୍ କାମ ଯେନ୍ ହେଇଛେ ରାସ୍ତା ଦେଖ କେନ୍ତା ଭଲ ଲାଗୁଛେ। ଗୁଟେ ପୁରା ଏକ୍ଚୁଆଲି ଇହାଦେ ରାସ୍ତା ବି ଦିଶୁଛେ ହେଲା। ଆଉ ଇନ୍ତା ରାସ୍ତା ହେଲେ କି ଭଲ ଲାଗ୍ସି ଦେଖ୍ବାକେ ହେଲା। ଆଉ ଯେନ୍ ଆଗରୁ ଯେନ୍ ରାସ୍ତା ଥିଲା ତ ସେ ଦୁଃଖ ନାଇଁ କହନ କେନ୍ତା ଗୋଟେ ଦିଶୁଛେ ଦେଖ ପୁରା ପୁରି ଗୋଟେ ଅଲଗା ପ୍ରକାର କେନ୍ ଫରେନ୍ର ରାସ୍ତା ବେଲେ ଲାଗୁଛେ ଦେଖ୍ବାକେ ଗଲେ ହେଲା। ଭ୍ୟୁଟା କେନ୍ତା ଲାଗୁଛେ ଖାଲି ମୋତେ ଦେଖ, ଖାଲି ଦେଖ ଏ ଭ୍ୟୁଟା ଯେନ୍ ରାସ୍ତା କେନ୍ତା ଟର୍ଣ୍ଣିଂ ହେଇକି ଗୋଟେ ହେଲା। ସେଇଟା ପୁଣି ଗୋଟେ ଆମର ରାଇସ୍ ମିଲ୍ଟି ଟା ଅଛେ। ଆଉ ଏଇଟା ପଲେଇ ଆସୁନ ଆମେ ଡାଇରେକ୍ଟ ପୁରା ଅମାପାଲି। ଅମାପାଲି ଆଗରୁ ଏନ୍ତା ନାଇଁ ଥାଇ ଦେଖ ଇହାଦେ କେନ୍ତା ଦିଶୁଛେ ଦେଖ ଗୋଟେ ପୁରା ଗୋଟେ ସିଟି ବେଲେ ଲାଗୁଛେ। ଅମାପାଲି ଯେନ୍ ଅମାପାଲି ବେଲେ ଯେନ୍ଟାକି ଆମ ବରଗଡ଼ ଧନୁଯାତ୍ରା ଯେନ୍ ହେସି ଗୋପପୁର ଏଇଟା କୃଷ୍ଣ ଭଗବାନଙ୍କର ଜନ୍ମସ୍ଥାନ ଏଇଟା ଗୋପପୁର। ଏଇଟା ଗୋପପୁର ଅମାପାଲି ଆଉ ମଥୁରା ହେଲା ବରଗଡ଼ ଯେନ୍ଟା କୁହାଯାଏସି ହେଲା। କେନ୍ତା ହେଇଛେ ଖାଲି କେନ୍ତା ହେଇଛେ ଟିକେ ମୋତେ କହ କମେଣ୍ଟରେ ଜଣ। ଅମାପାଲିଟା କେନ୍ତା କେନ୍ତା ଦିଶୁଛେ ଦେଖ। ଆଉ ମୋତେ ତ ଆଜି ବହୁତ ଖୁସି ଲାଗ୍ଲା ଯାହା ବି ରାସ୍ତା ବାହାର ପୁରା ରେଡ଼ି ହେଇଯାଉଛେ ପୁରା। ସେ ଭଲ୍ କାମ ହଉଛେ ଯେନ୍ତା ବି ସେ କାମ କରୁନ୍। ଆଉ କେନ୍ତା ଲାଗ୍ଲା ଆମକୁ କମେଣ୍ଟରେ କହ ହେଲା। ଏ ଦେଖ ଆମ ଗାଡ଼ି ପେଚିଂ ହେଇଗଲା ରାସ୍ତାରେ ହେଲା। କେତେ ପୁରା ଗୋଟେ ନାହାନ୍ତୁ ଆଉଥିଲୁ ମୁଇଁ ଗାଡ଼ି ହେନ୍ତା ହଲା ଦେଖିନେଲେ ଗାଡ଼ି ପେଚିଂ ହେଇଗଲା ପୁରା କେନ୍ତା ଗୋଟେ ପୁରା ହେଇଗଲା। କେଡ଼ିଟା ଗୋଟେ ଲାଗିଛେ ଦେଖ ସେ ତାରଟେ ପୁରା ଆମ ସ୍ପୋକ୍ ତାର ଏଇଟା ଦେଖ ହେଇଛେ ପୁରା। ମୁଇଁ ଭାବି ନାଇଁ ପାରିଲି କି ପେଚିଂ ହେଇଗଲା ବୋଲି। ଗାଡ଼ି ଚଲତା ପୁରା ଗାଡ଼ିକେ ଲହରାଲା ତ ପୁରା ଗାଡ଼ି ଚକା କେଡ଼େ କଣ୍ଟା ଖାଲି ଦେଖ ତାର ଖାଲି ଦେଖ ପୁରା ଆଜି ପୁରା କେନ୍ତା କାର ସଖାଲୁ କାର ମୁଁ ଦେଖିନି କାଣା ହେଇଥିଲା ଏନ୍ତା ହେଲା ନାଇଁ କହନ ପୁରା ପୁରି ମୁଇଁ ଡରି ଯାଇଥିଲି ପୁରା କେନ୍ତା ହେଲା ବୋଲି କାଣା କେଡ଼େ ତାର ଦେଖ। ଆରେ ସେ ସୁନିଲ ମାମୁ ତାପରେ ଏଇଟା ଗାଡ଼ିରେ ସେ ମୁଇଁ ଚଲାମି ଦିଅ ବୋଲି ପଆଡ଼େ ତମେ ମୁଇଁ ଯେଇଟା ପଆଡ଼େ ଯାଉଛେ। ଇଟା ଆକ୍ଚୁଆଲି ଆମେ ଯେନ୍ ଆଜି ଆକ୍ଚୁଆଲି ବାପାଙ୍କର ସେ ଉଷୋ ନେଇଯାଇଥିଲୁ ଆୟୁର୍ବେଦିକର ଗୋଟେ ହେଲା ଭଡ଼ଗାଁ ବୋଲେ ସେ ଭଡ଼ଗାଁ ଏଇଟା ଫେରିଲା ବେଳକେ ଆମେ ଏଇଟା ସେ ବଡ଼ଲ ଛକ ରାସ୍ତା କେନାଲ ରାସ୍ତାରେ ଏଇଟା ବଡ଼ଲ ଛକ ରାସ୍ତାରେ ଆଉଥିଲା ଏଇଟା ପେଚିଂ ହେଇଗଲା ହେଲା। ଏଇଟା ବଡ଼ଲ ଛକ ପଚାରିଲୁ କାହିଁ କିଛି
ଇଏ ନାଇଁନ କହିଲେ ସେ ଦୁକାନରେ ଥିଲା ଯୋଉଟା ବନ୍ଦ ହେଇଥିଲା ଫେନ୍ ଏଇଟା ସେନ୍ ଖେଦାପଲ୍ଲୀ ରାସ୍ତା ଆଡ଼କେ ଫେନ୍ ଏଇଟା ଫେନ୍ ଅଧା କିଲୋମିଟର ଗାଡ଼ି ରାସ୍ତାଟା ଅଧା କିଲୋମିଟର ଆଗଡ଼ା ଅଛି ସେ ଗ୍ୟାରେଜ ଦୋକାନଟା କହିଲେ ପୁରା ଏଇଟା ଚାଲତେ ନେଉଛନ୍ତି ଦେଖ ଖରାରେ ପୁରା ଅଲଗା ପ୍ରକାର ଦୁଃଖ ହେ ଆଜି କେନ୍ତା ଗୋଟେ କାର ମୁହଁ ଦେଖିଥିଲୁ କାଣା ଭଗବାନ ଜାଣେ ପୁରା ପେଚିଂ ହେଇଗଲା ପୁରା ଆର୍ କେନ୍ତା ଅବସ୍ଥା ପୁରା ଗୋଟେ ଆର୍ ହାଲତରେ ନାଇଁନ କିଏ ତା ଦୁଇ ଜଣ ପୁରା ହାଲତ ପୁରା ଇଏ ହେଇଗଲାନ ପୁରା ଏଇଟା ରାସ୍ତାରେ ଚାଲତେ ଯାଉଛୁ আর এটা ফাইনালি আমি পৌঁছি গেলাম আমার সে গ্যারেজকে ହେଲା ସେ ଆସୁନ୍ ଯାକେ ସେ ସୁନିଲ ତାପରେ ଦେଖ ଏଇଟା ପଙ୍ଖା ତଲା ବସିଲା ସେ ବୋଲେ ଆଉ ସତ କଥା ବି କେନ୍ତା ନାଇଁ ଲାଗ ଖରାପ ଉପରେ ହେନ୍ତେ ଗାଡ଼ି ଚଲେଇକି ଇନଛନ୍ ଅବସ୍ଥା ଢିଲା ଆଉ ଏଇଟା ସେ ଭାଇଟା ଆସିଲେ ନ ତାପରେ କାଣା ହେଲେ ପଚାରିଲେ ଆମକୁ ହେଲା আর ঠারে তো ট্রাক্টর এটা ওয়াটার সার্ভিসিং চালিছে সেটা ছাড় ଆଉ ସେ ଦାଦା ଫେନ୍ ପେଚିଂ କଲେ ଏଇଟା କରୁଛନ୍ ସେ ଟ୍ୟୁବ୍କେ ସେନ୍ତା କରୁଛନ୍ ଯେନ୍ ସେ ରେତିକିରି ଯେନ୍ କାଣା ଯେନ୍ ଦେଇକିରି ସେଟା ପେଷ୍ଟ କରାହେସି ତାର କାମ କରୁଛନ୍ ସେ ପେଚିଂଟା ହେଇଛି ଯେ ଆଉ ଇଟା ହେଲା ଆମର ଚକା ସେ ଗାଡ଼ି ସେଟା ଆମର ଥୁଆ ହେଇଛେ କାଣା କର୍ବ କହ ଆଜି କେନ୍ତା କାଣା ହେଲା ଯେ ସଲା ଆଜି ହଇରାଣ ହେବାର ଯୁଗ ଥିଲା ହେଲା ଆଉ ପେଚିଂଟା ହେଇଗଲା ଏ ଦାଦା ଦେଖ ଏଇଟା ସେ ଟ୍ୟୁବ୍କେ ଲଗଉଛନ୍ ସେ ଟାୟାର ଭିତରେ ଏଇଟା ଆଗୁଟେ କାଠଟା ଗୋଟେ ପେଚିଂ ହେଇଛି ଆମ ବେଲେ ଦୁଃଖଟେ ପେଚିଂ ସେ ଆଗୁଟେ ଭାଇ ଏଇଟା ସେ ପେଚିଂ କରୁଛନ୍ ଆଜି ଜଣେ କାଠଟା ଗୋଟେ ବହୁତ ଦୁଃଖ ରେ ଭାଇ ପୁରା ଇନ୍ତା ଖରା ଦିନେ ପେଚିଂ ହେବାଟା ମାନେ କାଣା କହମି ଦୁଃଖ ଯେନ୍ ମାନେ ବି ଖରା ଦିନେ ଇନ୍ତା ପେଚିଂ ହେଇଛି ଗାଡ଼ି ଦୁଃଖ ସେମାନେ ହିଁ ବୁଝିପାରବେ ଇ ଇମୋସନଟା ଇହାଦେ ଏଇ ଭିଡ଼ିଓ ଗୋଟେ ଭିଡ଼ିଓରେ ଖାଲି ଏନ୍ତା କହିଦେଉଛେ ବୋଲୁଥିବେ ଭାଇ କେନ୍ତା ଲାଗ୍ସି ଜାଣୁଥିବେ ହେଲା ତାପରେ ଚକାଟା ଟ୍ୟୁବ୍ ଲଗେଇ ସାରିଲା ପରେ ସେ ଗାଡ଼ିରେ ସେ ଚକାଟା ସେ ଦାଦା ଫେନ୍ ଲଗଉଛନ୍ ହେଲା ତାପରେ ଦାଦା ତ ଲଗଉଛନ୍ ସେ ଦାଦା କେ କହୁଥିଲେ ସେ ଦାଦା ବି କହୁଥିଲେ କେନ୍ତା କରି କିଛି ନାଇଁ ହେଲା ତମ ନଲକି ଫୁଲକି ନା ଲାଗୁଥିଲେ ଖାଲି ପେଚିଂଟା ହେଇଥିଲା ଦେଖୁ ତାପରେ ଦାଦା ଏଇଟା ଲଗାଲେ ପରେ ତାକୁ ଫେନ୍ ଚେନ୍ ଟିକେ ବି ଟାଇଟ୍ କରିବାକୁ କହିଲୁ ଏଇଟା ସେ ଚେନ୍ ବି ଟାଇଟ୍ କରିଦେଲେ ଆଉ ଆମର ତ ପେଚିଂଟା ହେଇଗଲା ତାପରେ ଚାଲ ଏହା ସବୁ ସବୁ ସରିଗଲା କାମଟା ଇହାଦେ ବାହାରମା ସନ୍ଦିଲ ମାମୁ ଯେ ହସୁଛନ୍ ସେ ପୁରା କାଁକର ହସା ବି ଲାଗୁଛେ ଦୁଃଖ ବି ହସି ନା ହସିଲା ଫସଲ କାନ୍ଦି ନା ପରେ କିଛି ନାଇଁ ଦୁଃଖ ଆଉ ସେ ଏକ୍ଚୁଆଲିଟା ଆମେ ଗୋଟେ ଦାଦା ଘର ରୁମ୍କେ ପଳେଇ ଆସିଲୁ ପିଣ୍ଟୁ ଦାଦା ବଡ଼ଗଡ଼ ରସନ୍ ସେ ଦାଦାକୁ ଫୋନ୍ କରିଥିଲୁ ହୋଟେଲରେ ଖାଇବାଟା ମୋତେ ପସନ୍ଦ ଲାଗେ ଏଇଟା ସେ ଦହି ଦୁହା ଟିକେ ଆଉ ସବ୍ଜି ଫବ୍ଜି ଧରିକି ସେ ତାଙ୍କ ରୁମ୍କେ ଏଇଟା ଆସନ୍ ସେ ଦାଦା ଫୋନ୍ କରିଥିଲେ ତାଙ୍କ ରୁମ୍କେ ଆଇଛୁଁ ଇନେ ଟିକେ ଖାନା ପିନା କର୍ମୁ ଫ୍ରେଶ୍ ଫ୍ରେଶ୍ ହେମା ଟିକେ ସେଥିରେ ସେ ପଳେଇ ଆସିଲୁ ଉପରକେ ଆସିଲୁନ ଆଉ ହେଟା ସେ ସାମାନ ମାନେ ଅଛେ ଦେଖୁଛ ତ ଏଇଟା ଉପରକେ ଯାଉଛୁ ଦେଖ ଚାଲ ମୁଇଁ ସେ ଦାଦାଙ୍କୁ ଦେଖାମି ତାଙ୍କର କେନ୍ତା କିଏ ରୋଷେଇ କାଣା କରସନ୍ ତାଙ୍କର ଡିଟେଲ୍ସ କହିମି ତମକୁ ହେଲା ଉପରକେ ଆସ ପହଞ୍ଚିଗଲେ ଭିତରକେ ସେଇଟା ଦେଖ ଭିତରକେ ଆସିଲୁ ଏହା ଟିକେ ହାଇ ଲାଗଲା ଏଇଟା ଯେନ୍ ଅଛେ ପପୁ ଦାଦା ଗୋଟେ ପପୁ ଦାଦା ତାଙ୍କ ନା ସେଇଟା ହେଲେ ପିଣ୍ଟୁ ଦାଦା ହେଲା ତାଙ୍କର ଅଫିସ୍ କାମ କରୁଛନ୍ ଏଇଟା ରୁମ୍ରେ ଦେଖ କେନ୍ତା ଅବସ୍ଥାରେ ସବୁ ସବୁ ଅଛୁ ଆଉ ଏଇଟା ଦେଖ ସାମାନ ସବୁ ଚେଞ୍ଜ କରିଦେଲି ପାଲ୍ଟି ପୁଲ୍ଟା ଦେନେ ଥୁଇ ଥୁଆ ଦେନେ ସବୁ ମୋର ସାମାନ ଟ୍ରାପଡ଼ ଘଡ଼ି ପଡ଼ ହେଲମେଟ୍ ଫେଲମେଟ୍ ସବୁ ପର୍ ଏଇଟା ଅବସ୍ଥାରେ ଦେଖ ମୁଁ ଅଛେ ଫ୍ରେଶ୍ ହେମା ଟିକେ ବଦଲେ ଫ୍ରେଶ୍ ହେଇକିରି ପଳେଇ ଆସିଲୁ ଦେଖ ଏଇଟା ଟିକେ ମୁହଁ କାନ ଧୋଇନେ ଗାଧୋଇ ଦେଲେ ଟିକେ ଆଉ ଯେତେ ଗାଲେ କାଣା ଆମେ ତ କଲା ଲୁଗା ଗାଧଲେ ବି କାଣା ଜହ ସଫା ଲାଗ୍ମୁ କେ ହେନ୍ତା ନ ଆଉ ଚାଲ ସେ ସୁନିଲ ବି ଆସିଲେନ ଖାନା ଫେନା ଟିକେ ଖାନା ବଦଲେ ହରବରୁଥିଲେ ହେଲା ସେ ସାମାନ ମାନେ ସବୁ ଦେଖ ମୋର ସେ ମୁଁ ଟିକେ ଭୁକା ହେଇଥିଲେ ନାଇଁ ସତ କହିଲେ ଗାଡ଼ି ଚଲେଇ ଚଲେଇ ଖରା ଏଇଟା ପିଣ୍ଟୁ କାଣା ଏନ୍ତା ଅବସ୍ଥାରେ ଅଛି ଭିଡ଼ିଓ ବନେଇଛୁ ବୋଲୁଥିଲି ମୁଇଁ ଲାଟକେ ବନେଇ ଦେଖ ତମେ ଖାଲି ହେନ୍ତା ଅବସ୍ଥାରେ ନେନ ହେଲା ମୁଇଁ ବି ହେନ୍ତା ଅବସ୍ଥାରେ ଅଛେ ବୋଲିକି ତାହା କହିନି ଲାଟକେ କି ନେ ମୁଇଁ ବି ଲାଟକେ ମୋର ଭିଡ଼ିଓକେ ଦେଖେଇ ଦେନେ ଦେଖ ମୁଇଁ କାହିଁକି ହେନ୍ତା ଖୋଲା ବଢ଼େଇଥିଲି ନା ଲାଟକେ ହଁ କିଛି ନାଇଁ ଠିକ୍ ଅଛି କହିଲେ ତାପରେ ଏଇଟା ଦେଖ ଏଇଟା ଆମର ସବ୍ଜି ପଖାଳ ଦହି ପଖାଳ ଦେଖ ଦହି ଏଇଟା ବାଇଗଣ ଭର୍ତ୍ତା ଚିପ୍ସ ମସରୁମ୍ ସବୁ ଏଇଟା ହେଇଛି ଖାନା ପିନା ଆଉ ଏଇଟା ଖାଇଲୁ ଆଉ ତାର ପରେ ଏଇଟା ସେ ଦୁଇ ଦାଦା ଖାଇଲେ କାହିଁକି କି ବେଲେ ଦୁଇ ରୁମ୍ରେ ଦୁଇ ଦାଦା ଖାଲି ରହେସନ୍ ହେଲା ଆଉ କିଏ ନା ବୋଲେ ତାଙ୍କର ଖାନା ଏଇଟା ଗୋଟେ ତାଙ୍କର ଭୋକ ଖାଲି ଅଛେ ଆମେ 4 ଜଣ ହେଲେ ଖାମୁ କେମିତି ହେଲେ ଆମେ ପହିଲା ଆଗ ଖାଇଦେଲୁ ଆଉ ତାପରେ ସେ ଦାଦାଙ୍କର ପଛେ ଖାଇଲେ ହେଲା ତାପରେ ଖାଉଛନ୍ ଆଉ ଇଟା ଯେନ୍ ଏଇଟା ହେଲା ଆମର ସନ୍ଧ୍ୟାର ପୁରା 5ଟା ହେଇଯାଇଥିଲା ନ ସେ ଦାଦା ବି ଅଫିସ୍ ପଳେଇଥିଲେ ନା ଉଠି ଖାଇ ଖୁଆ ସାରିକି ସେ ପଳେଇଥିଲେ ଅଫିସ୍ ମୁଇଁ ଶୋଇ ପଡ଼ିଥିଲି ହେଲା ଆଉ କାହିଁକି ବୋଲେ ଖାଇକି ଟିକେ ଶୋଇ ପଡ଼ି ନିଦ ଲାଗଲା ଭଲ ଲାଗୁತ್ತೆ ବି ଖରା ଲାଗି ଡିହାଇଡ୍ରେସନ୍ ହେଇକିରି ବୋଲେ ଏଇଟା ସେ ବାହାରିଦେଲୁ ଏଇଟା ଯିବା ଲାଗି ବାହାରିଲୁ ଏଇଟା ଏଇଟା ବରଗଡ଼ ଟାଉନ୍ ଭିତରେ ଏଇଟା ଭିଡ଼ିଓ କଲୁ ଆଉ ଆଜି ହେଲା ମକସଦଟା ଯେନ୍ ଥିଲା ଆଜି ଥିଲା ଆମେ ଭଟଲିର ଶ୍ୟାମ ମନ୍ଦିର ଯିବାର ଥିଲା ଆଉ ସେନ ଗୋଟେ ବ୍ଲଗିଂ ଭିଡ଼ିଓ କରବାର ଥିଲା ବେଲେ ହେନ୍ତି ବି ତ ଆଜି ଦେଖୁଛ ପେଚିଂ ଲାଗି ଅବସ୍ଥା ହେଇଗଲୁ ବୋଲେ କିଛି ବନେଇ ନାଇଁ ହେଲା ଭିଡ଼ିଓ ଫିଡ଼ିଓ ବୋଲେ ଆଟକେ ହେଟା ଶୋଇଲୁ ଟିକେ ଆଉ ଆଜିର ଭିଡ଼ିଓଟା ଆଜି ନାଇଁ ବନେଇ ହେଲାନ ହେଥିଲାଗି ଟିକେ ମାଫି ଚାହିଁମି ଆପଣମାନଙ୍କରନୁ ଆଉ ନେକ୍ସଟ ଟାଇମ୍ ମୁଇଁ ତମକୁ ଭଲ ଭିଡ଼ିଓଟେ ଫେନ୍ ଗୋଟେ କର୍ମା
ଆଉ ଏଇଟା ପଲଉଛୁ ନା ଭଲ ବି ନା ଲାଗ ଘରକେ ପଲାମା ଜଲ୍ଦି ହେନ୍ତି ବି ବହୁତ ଅବସ୍ଥା ହେଇଗଲା ଢିଲା। ତ ଆଜି ଲାଗି ଏତ୍କି କହମି ମୁଇଁ। ଆଉ ଭିଡ଼ିଓକେ ଟିକେ ସବସ୍କ୍ରାଇବ୍ କର, ଚ୍ୟାନେଲ୍ ସବସ୍କ୍ରାଇବ୍, ଭିଡ଼ିଓକେ ଲାଇକ୍ କର ଆଉ କମେଣ୍ଟ କର। ଧନ୍ୟବାଦ।